ପିଲାମାନେ ତୁମମାନଙ୍କୁ ପିଏମ୍ ଟ୍ୟୁଟୋରିଆଲ ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ। ପିଲାମାନେ ବିଜ୍ଞାନରେ ଯାହା ବି ସିଲେକ୍ଟିଭ୍ କ୍ୱେଶ୍ଚିନ୍ ଦିଆଯାଇଥିଲା ତା ସବୁ ପରୀକ୍ଷାରେ ଆସିଥିଲା। ତେଣୁକରି ବହୁତ ସାରା ପିଲାମାନଙ୍କର ଏକ୍ଜାମ୍ ଭଲ ହେଇଛି, କମେଣ୍ଟ ସେକ୍ସନରୁ ଜଣାପଡ଼ୁଛି। ତେଣୁକରି ପିଲାମାନେ ଦେଖ 4/3/2024 ବା ତୁମର ଯେଉଁଟାକି ଶେଷ ଦିନ ପରୀକ୍ଷା ରହିଛି ଇତିହାସ ଓ ଭୂଗୋଳ। ଦେଖ ଇତିହାସକୁ ତ ଯେତେ ପଢ଼ିଲେ ସରିବ ନାହିଁ, ଯେତିକି ମୋଟା ବହି ହେଇଛି, ଯେତେ ସାରା କ୍ୱେଶ୍ଚିନ୍ ଅଛି। ତେଣୁକରି ମୁଁ ତୁମକୁ କହିଥିଲି ପରୀକ୍ଷା ଦେଇକି ଆସିକି ବିଜ୍ଞାନର ପ୍ରଥମେ କ'ଣ କରିବ, ଅର୍ଥନୀତି ସେକ୍ସନକୁ ସାରିବ, ତାପରେ ରାଜନୀତି ବିଜ୍ଞାନ ସେକ୍ସନକୁ ସାରିବ, କାହିଁକିନା ଏ ଦୁଇଟା ପଢ଼ିଥିଲେ ସରିଯିବ। ତାପରେ ଇତିହାସ ଭୂଗୋଳ ପଢ଼ିବ। ତେଣୁକରି ପିଲା ଦେଖ ଆଜି ଦିନ ଯାକ ଚେଷ୍ଟା କରିବ ଇତିହାସ ଭୂଗୋଳକୁ ପଢ଼ିବା ପାଇଁ। ତ ଦେଖ ପ୍ରଥମେ ଯିବା ହିଷ୍ଟ୍ରିର ଲଙ୍ଗ କ୍ୱେଶ୍ଚିନ୍ ସେକ୍ସନକୁ। ତୁମେ ମଧ୍ୟ ହାପିଲି ପରୀକ୍ଷା ବେଳକୁ କିଛି ଲଙ୍ଗ କ୍ୱେଶ୍ଚିନ୍ ଘୋଷିଥିଲ। ତା ସହିତ ଏ ବର୍ଷ ଆନୁଆଲ୍ ପରୀକ୍ଷା ପାଇଁ କ'ଣ ସବୁ ସିଲେକ୍ଟିଭ୍ ଲଙ୍ଗ କ୍ୱେଶ୍ଚିନ୍ ରହିବ ତୁମମାନଙ୍କୁ ମୁଁ ଯୋଗାଇ ଦେଉଛି। ସେସବୁ ଲଙ୍ଗ କ୍ୱେଶ୍ଚିନ୍ କ'ଣ କର, ଅଭ୍ୟାସ ପରିସର ଭିତରକୁ ନିଅ। ଦେଖ ତା ଭିତରୁ ବହୁତ ସାରା କ୍ୱେଶ୍ଚିନ୍ ଆସିଯିବ। ଲଙ୍ଗ କ୍ୱେଶ୍ଚିନ୍ ଆସିବା ସହିତ ବହୁତ ସାରା ସର୍ଟ କ୍ୱେଶ୍ଚିନ୍ ମଧ୍ୟ ତୁମର ହେଇଯିବ। ଠିକ୍ ଅଛି ପିଲାମାନେ, ଆସ ଯିବା ସିଲେକ୍ଟିଭ୍ ଲଙ୍ଗ କ୍ୱେଶ୍ଚିନ୍କୁ। ପିଲାମାନେ ଦେଖ ପ୍ରଥମ ବିଷୟର ପ୍ରଥମ ପାଠରେ ଯେତେ ସାରା ଆନ୍ଦୋଳନ ରହିଛି ସେଟା ସବୁ ଭଲ ଭାବରେ ପଢ଼ିକି କଭର କରିବ। ଯେମିତିକି ଦେଖ ରହିଛି ଦକ୍ଷିଣ ଆଫ୍ରିକାରେ ଭାରତୀୟମାନେ ଶ୍ଵେତାଙ୍ଗମାନଙ୍କ ଦ୍ୱାରା କିପରି ଅତ୍ୟାଚାରିତ ହେଉଥିଲେ, କ'ଣ କ'ଣ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା, କ'ଣ ହେଉଥିଲା। ବନବୈଷ୍ଣବ ନୀତି ଯୋଗୁଁ ଦକ୍ଷିଣ ଆଫ୍ରିକାରେ କାମ କରୁଥିବା କୃଷ୍ଣାଙ୍ଗ ଆଫ୍ରିକୀୟ ଓ ଭାରତୀୟମାନେ ବିଭିନ୍ନ ଅତ୍ୟାଚାରର ସମ୍ମୁଖୀନ ହେଉଥିଲେ। କ'ଣ କ'ଣ ହେବାକୁ ପଡ଼ିଥିଲା, ସେଠାରେ ସେମାନଙ୍କର ଭୋଟ ଦାନ ଅଧିକାର ନଥିଲା। ହାଇଲାଇଟ୍ସ ପଏଣ୍ଟ ଗୁଡ଼ା ଦେଖ, ସେମାନଙ୍କର ଭୋଟ ଦାନ ଅଧିକାର କ୍ଷମତା ନଥିଲା। ଆଉ ସେମାନଙ୍କୁ ସେମାନଙ୍କ ନାମ ପଞ୍ଜୀକରଣ କରି ନିର୍ବାଚନ କର ଦେବାକୁ ପଡ଼ୁଥିଲା। ଭୋଟ ଦେବାର ଅଧିକାର ନଥିଲା, କିନ୍ତୁ ନିର୍ବାଚନ କର ଦେବାକୁ ପଡ଼ୁଥିଲା। ବୁଝି ହେଉଛି। ତାପରେ ପିଲା ଦେଖ ହାଇଲାଇଟ୍ ଜିନିଷ ସବୁ ମନେ ରଖିବ, ସେଇଆକୁ ନିଜ ଭାଷାରେ ଲେଖିବ। ଭାରତୀୟମାନଙ୍କର ବସତି ମାନେ ଭାରତୀୟମାନେ ଯେଉଁଠି ରହୁଥିଲେ କ'ଣ ଜନାକୀର୍ଣ୍ଣ ଅସ୍ୱାସ୍ଥ୍ୟକର ପରିବେଶରେ ରହୁଥିଲେ। ବୁଝି ହେଉଛି, କେଉଁଠି ରହୁଥିଲେ, ଅସ୍ୱାସ୍ଥ୍ୟକର ପରିବେଶରେ ରହୁଥିଲେ। ଆଉ କ'ଣ ନା ସେମାନେ ରାତି 9ଟା ପରେ ଘରୁ ବାହାରକୁ ଯାଇପାରୁନଥିଲେ। ଆଉ ସେମାନଙ୍କ ପାଇଁ ପାଦ ଚଲା ଜନସାଧାରଣ ପାଦ ଚଲା ବ୍ୟବହାର କରିପାରୁନଥିଲେ। ସମସ୍ତେ ଯେଉଁ ରାସ୍ତାରେ ଯିବେ ସେଇ ରାସ୍ତାରେ ସେମାନେ ଯାଇପାରିବେ ନାହିଁ। ବୁଝିହେଲା। ତାପରେ କ'ଣ ପିଲେ ନା ସେମାନେ ରେଳଗାଡ଼ିର ପ୍ରଥମ ବା ଦ୍ୱିତୀୟ ଶ୍ରେଣୀ କୋଠରୀରେ ଯାତ୍ରା କରିପାରୁନଥିଲେ। ବୁଝି ହେଉଛି। ଆଉ ଭାରତୀୟମାନଙ୍କୁ ଶ୍ଵେତାଙ୍ଗମାନେ କୁଲି ବୋଲି କହୁଥିଲେ। ଭାରତୀୟମାନଙ୍କୁ କ'ଣ କରୁଥିଲେ, ଶ୍ଵେତାଙ୍ଗମାନେ କୁଲି କହୁଥିଲେ। ତାହେଲେ କ'ଣ କ'ଣ ପଏଣ୍ଟ ମନେ ରଖିଲ ନା ସେମାନଙ୍କର ଭୋଟ ଦାନ ଅଧିକାର ନଥିଲା, କିନ୍ତୁ ନିର୍ବାଚନ କର ଦେବାକୁ ପଡ଼ୁଥିଲା। ଆଉ କ'ଣ କହିଲି ନା ଜନାକୀର୍ଣ୍ଣ ଅସ୍ୱାସ୍ଥ୍ୟକର ପରିବେଶରେ ରହୁଥିଲେ। ରାତି 9ଟା ପରେ ଘରୁ ବାହାରି ପାରିବେନି। ଆଉ ଜନସାଧାରଣଙ୍କ ସାଧାରଣ ପାଦଚଲା ରାସ୍ତା ବ୍ୟବହାର କରିପାରିବେ ନାହିଁ। ଆଉ କ'ଣ ପ୍ରଥମ ବା ଦ୍ୱିତୀୟ ଶ୍ରେଣୀ କୋଠରୀରେ ଯାତ୍ରା କରିପାରିବେ ନାହିଁ। ଆଉ ଭାରତୀୟମାନେ ସେମାନଙ୍କୁ କୁଲି ବୋଲି ସମ୍ବୋଧନ କରୁଥିଲେ। ବୁଝିପାରୁଛ। ଏଇ ଟାଇପ୍ର ଲେଖିଦେଲେ 4କୁ 4 ମାର୍କ ରହିବ। ବୁଝି ହେଉଛି। ତାପରେ ପିଲେ ପ୍ରଶ୍ନ ଦେଖ ଯେଉଁ ରହିଛି ଚମ୍ପାରଣ ଆନ୍ଦୋଳନରେ ମହାତ୍ମା ଗାନ୍ଧୀଙ୍କ ଭୂମିକା ସମ୍ପର୍କରେ ଆଲୋଚନା କର। ବୁଝୁଛି। ଚମ୍ପାରଣ ଆନ୍ଦୋଳନ ଗାନ୍ଧୀଙ୍କ ଦ୍ୱାରା ଆୟୋଜିତ ପ୍ରଥମ ସଂଗଠିତ ଆନ୍ଦୋଳନ। କ'ଣ ଭାରତରେ ସଂଗଠିତ ପ୍ରଥମ ଆନ୍ଦୋଳନ ଥିଲା ଚମ୍ପାରଣ ଆନ୍ଦୋଳନ। କେଉଁଠି ହେଇଥିଲା ସେଇଟା ପିଲା ଲେଖିବ। କେଉଁଠି, ବିହାର ଚମ୍ପାରଣ ଜିଲ୍ଲାରେ ପ୍ରଚଳିତ କେଉଁ ବ୍ୟବସ୍ଥାକୁ ନା ତିନିକାଠିଆ ବ୍ୟବସ୍ଥାକୁ ବିରୋଧ କରି ଚାଷୀମାନେ କ'ଣ କରିଥିଲେ, ଚମ୍ପାରଣ ଆନ୍ଦୋଳନ କରିଥିଲେ। ବୁଝି ହେଉଛି। ଏତିକି ମଧ୍ୟ ଲେଖିପାରିବ। ପୁରା ଚମ୍ପାରଣ ଆନ୍ଦୋଳନଟା କାହିଁକି ହେଇଥିଲା ସେଇଟା ବିଶେଷ ଭାବେ ବିବରଣୀ ନ କରି ଦେଖ, କାହିଁକି ନା ଏତେ ଜିନିଷ ଲେଖିବାନି ଯେ ଗାନ୍ଧିଜୀଙ୍କର ଭୂମିକାଟା କ'ଣ ସେଥିରେ ଦେଇଛି ସେ ଜିନିଷଟା ହେଲା। ଏ ଲେଖିବ ଚାଷୀମାନଙ୍କର ସମସ୍ୟା ଅନୁଧ୍ୟାନ ନିମନ୍ତେ ମହାତ୍ମା ଗାନ୍ଧୀ ସ୍ଥାନୀୟ ବାସିନ୍ଦା କାହାର ନା ରାଜକୁମାର ଶୁକ୍ଳଙ୍କ ନିମନ୍ତ୍ରଣ କ୍ରମେ କେଉଁଠି ଯାଇଥିଲେ, 1917 ମସିହାରେ ଚମ୍ପାରଣ ଜିଲ୍ଲାର ସଦର ମହକୁମା ମୋତିହାରୀରେ ପହଞ୍ଚିଲେ। ବୁଝି ହେଉଛି। ଏଠୁ ଗାନ୍ଧିଜୀଙ୍କ ଭୂମିକା ଆରମ୍ଭ ହେଉଛି। ଆଗ ଲେଖିଦେବ କାହିଁକି ସେ ଆନ୍ଦୋଳନଟା ହେଇଥିଲା, ତିନିକାଠିଆ ବ୍ୟବସ୍ଥା ବିରୋଧ କଲେ। ଯଦି ମନେ ଅଛି ତିନିକାଠିଆ ବ୍ୟବସ୍ଥା କ'ଣ ସେଇଟା ଚାହିଁଲେ ତୁମେ ଲେଖିପାରିବ। ବୁଝି ହେଉଛି। ସେଠି ଯାଇକି ପହଞ୍ଚିଲେ କେଉଁଠି, ଚମ୍ପାରଣ ଜିଲ୍ଲାର ସଦର ମହକୁମା ମୋତିହାରୀଠାରେ ପହଞ୍ଚିଲେ। କାହା ନିମନ୍ତ୍ରଣ କ୍ରମେ ନା ରାଜକୁମାର ଶୁକ୍ଳାଙ୍କ ନିମନ୍ତ୍ରଣ କ୍ରମେ। କେବେ ନା 1917 ମସିହାରେ। ପିଲାମାନେ ଦେଖ ଯେତିକି ସାରା ଲଙ୍ଗ କ୍ୱେଶ୍ଚିନ୍ ଦେଇଛି, ଯେତେବେଳେ ସେତିକି ଭଲ ଭାବରେ ପଢ଼ି କଭର କରିଦେବ ତା ଭିତରେ ବହୁତ ସାରା ସର୍ଟ କ୍ୱେଶ୍ଚିନ୍ ହେଇଯିବ। ତା ଭିତରେ 2 ମାର୍କିଆ 3 ମାର୍କିଆ ପ୍ରଶ୍ନ ମଧ୍ୟ ହେଇଯିବ। ଯେମିତିକି ଏଇ ପ୍ରଶ୍ନରେ 2 ମାର୍କିଆ ପ୍ରଶ୍ନ କ'ଣ ରହିଛି, ତିନିକାଠିଆ ବ୍ୟବସ୍ଥା କ'ଣ। ବୁଝିପାରୁଛ ନା ନାହିଁ। ତାପରେ ଦେଖ ସେଠି ପହଞ୍ଚି କ'ଣ କଲେ ନା ସେଠାର ଜିଲ୍ଲା ଅଧିକାରୀ ଗାନ୍ଧିଜୀ ଓ ତାଙ୍କ ସହିତ ଯାଇଥିବା ରାଜେନ୍ଦ୍ର ପ୍ରସାଦ, କିଏ ତାଙ୍କ ସହିତ ଯାଇଥିଲେ ଗାନ୍ଧୀ ସହିତ, ସେସବୁ ଦେଖା କରିକି ସେଇ ଯେଉଁ ଗାନ୍ଧିଜୀ ଏବଂ ଏଇ ନିର୍ଦ୍ଦେଶକୁ ପ୍ରତ୍ୟାଖ୍ୟାନ କରି ଯେକୌଣସି ଦଣ୍ଡ ଭୋଗିବାକୁ ପ୍ରସ୍ତୁତ ବୋଲି ଘୋଷଣା କଲେ। ବୁଝୁଛି। ଏଇଟା ଅହିଂସା ଉପାୟରେ ହେଇଥିଲା। ଶେଷରେ ସରକାର ଗାନ୍ଧିଜୀଙ୍କୁ ଚାଷୀମାନଙ୍କ ସମସ୍ୟା ଅନୁଧ୍ୟାନ ପାଇଁ ଗୋଟେ କମିଟିରେ ସଦସ୍ୟ ରୂପେ ଅନ୍ତର୍ଭୁକ୍ତ କଲେ। ଗୋଟେ କମିଟି କଲେ ଆଉ ସେ କମିଟିରେ ଗାନ୍ଧିଜୀକୁ ସଦସ୍ୟ ଭାବରେ ରଖିଲେ। ଫଳରେ ଗାନ୍ଧିଜୀଙ୍କ ଉଦ୍ୟମରେ ତିନିକାଠିଆ ବ୍ୟବସ୍ଥା ଉଚ୍ଛେଦ ହେଲା ଓ ଇଂରେଜମାନଙ୍କ ଦ୍ୱାରା
ବେଆଇନ ଭାବେ ଆଦାୟ ଅର୍ଥ 25% ଚାଷୀମାନଙ୍କୁ କ'ଣ କରାଗଲା ଫେରସ୍ତ କରାଗଲା। ବୁଝିପାରିଲ ବୋଲେ ଚମ୍ପାରଣ ଆନ୍ଦୋଳନ ବିଷୟରେ ଯଦି ଏଇଟା ପଢ଼ିଦେବ ତାହେଲେ ଯେମିତି କ୍ୱେଶ୍ଚିନ୍ ପଡ଼ିଲେ ତୁମେ କରିପାରିବ। ତାପରେ ଦେଖ ଖେଡ଼ାଠାରେ ଗାନ୍ଧିଜୀ କାହିଁକି ଆନ୍ଦୋଳନ କରିଥିଲେ, ଏହାର ଫଳ କ'ଣ ହେଲା ବୁଝି ହେଉଛି। ତାପରେ ପିଲେ ଅହମ୍ମଦାବାଦ ଲୁଗା କାରଖାନା ଆନ୍ଦୋଳନ ସରିଲା। ପିଲେ ତାକୁ ସବୁତିକ ତ ବୁଝେଇ ହେବନି, ତେଣୁକରି ଖାଲି ମନେ ରଖିବ ଅହମ୍ମଦାବାଦ ଲୁଗାଟା କାହିଁକି ହେଇଥିଲା ନା ପ୍ଲେଗ୍ ବୋନସ୍ ପାଇଁ। ସର୍ଟକଟ୍ 2 ମାର୍କିଆ କ୍ୱେଶ୍ଚିନ୍ ଆସିପାରିବ ପ୍ଲେଗ୍ ବୋନସ୍ କ'ଣ ବୁଝି ହେଉଛି। ନେକ୍ସଟକୁ ଯିବା। ଦେଖ ଏଇ ଯେଉଁଟା ରହିଛି ରାଓଲାତ ଆଇନ କ'ଣ ଏବଂ ଏହା ବିରୁଦ୍ଧରେ ଭାରତୀୟମାନଙ୍କ ପ୍ରତିକ୍ରିୟା କିପରି ପ୍ରତିଫଳିତ ହୋଇଥିଲା। ପିଲେ ଏଇ ବିଷୟରୁ ଯାହା ବି ହେଲେ ଗୋଟେ ଲଙ୍ଗ୍ କ୍ୱେଶ୍ଚିନ୍ ଆସିଯିବ ବୁଝି ହେଉଛି। ତେଣୁକରି ଭଲ ଭାବରେ ଏଇ ବିଷୟଟାକୁ କଭର୍ କରିନେବ। ନେକ୍ସଟକୁ ଯିବା। ଦେଖ ପିଲେ ଖିଲାଫତ ଆନ୍ଦୋଳନ କାହିଁକି ହୋଇଥିଲା, ଏହାର ପରିଚାଳନା ପାଇଁ ଗଠିତ କମିଟିରେ କେଉଁମାନେ ସଦସ୍ୟ ରହିଥିଲେ ବୁଝି ହେଉଛି। ଖିଲାଫତ ଆନ୍ଦୋଳନରେ ଗାନ୍ଧୀଙ୍କ ଭୂମିକା କ'ଣ ଥିଲା। ତାପରେ ପିଲେ ଦେଖ ଅସହଯୋଗ ଆନ୍ଦୋଳନ କାର୍ଯ୍ୟକ୍ରମ କ'ଣ ଥିଲା। ପିଲେ ଏଇଟା ଭେରି ଭେରି ଇମ୍ପୋର୍ଟାଣ୍ଟ ରହିବ ବୁଝିପାରିଲ। ଅସହଯୋଗ ଆନ୍ଦୋଳନ କାର୍ଯ୍ୟକ୍ରମ କ'ଣ ଥିଲା ବୁଝି ହେଉଛି, କ'ଣ ସେ କରୁଥିଲେ ଅସହଯୋଗ ଆନ୍ଦୋଳନରେ। ନେକ୍ସଟକୁ ଯିବା। ଏଇ ଯେଉଁ ପ୍ରଶ୍ନ ଅଛି ଲକ୍ଷ୍ୟ କର, ଆଇନ ଅମାନ୍ୟ ଆନ୍ଦୋଳନର କାର୍ଯ୍ୟକ୍ରମ କ'ଣ ଥିଲା। ଅସହଯୋଗ ଆନ୍ଦୋଳନ କାର୍ଯ୍ୟକ୍ରମ କ'ଣ ଥିଲା, ଆଇନ ଅମାନ୍ୟ ଆନ୍ଦୋଳନ କାର୍ଯ୍ୟକ୍ରମ କ'ଣ ଥିଲା। କ'ଣ କରିବେ, ଲବଣ ଆଇନ ଭଙ୍ଗ କରିକି ଲୁଣ ତିଆରି କରିଥିଲେ, ମଦପାନ ଅଫିମ ବିକ୍ରୟ ସ୍ଥାନ, ବିଦେଶୀ ଲୁଗା ଏଗୁଡ଼ା ସବୁ କ'ଣ କରୁଥିଲେ ବର୍ଜନ କରୁଥିଲେ, ବିଦେଶୀ ଲୁଗାରେ ଅଗ୍ନି ସଂଯୋଗ କରିକି ଇଏ କରିଦେଉଥିଲେ, ଛାତ୍ରଛାତ୍ରୀମାନେ ସରକାରୀ ସ୍କୁଲ ଏସବୁ କ'ଣ କରୁଥିଲେ ତ୍ୟାଗ କରି କ'ଣ କରୁଥିଲେ ଆନ୍ଦୋଳନରେ ଯୋଗ ଦେଉଥିଲେ ଏଗୁଡ଼ା ସବୁ। ତାପରେ ପିଲେ ଦେଖ ଏଇଟା ମଧ୍ୟ ହାଇଲାଇଟ୍ କ୍ୱେଶ୍ଚିନ୍, ଗାନ୍ଧୀ ୟୁରେନ୍ ଚୁକ୍ତି କେବେ ସମ୍ପାଦିତ ହୋଇଥିଲା ଏବଂ ଏହାର ଫଳାଫଳ କ'ଣ ଥିଲା ଦେଖିପାରୁଛ। ଘ ନମ୍ବର ପ୍ରଶ୍ନ ଦେଖ, ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ ସମ୍ପର୍କରେ ବର୍ଣ୍ଣନା କର। ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ ସମ୍ପର୍କରେ କ'ଣ କରିବ ବର୍ଣ୍ଣନା କରିବ। ନେକ୍ସଟକୁ ଯିବା। ପ୍ରଶ୍ନ ଦେଖ, କ୍ୟାବିନେଟ୍ ମିଶନର ମୁଖ୍ୟ ପ୍ରସ୍ତାବ ଗୁଡ଼ିକ କ'ଣ ଥିଲା। ଏଇ ଯେଉଁ ପ୍ରଶ୍ନ ରହିଛି କ୍ୟାବିନେଟ୍ ମିଶନ ପ୍ରସ୍ତାବ ବିରୁଦ୍ଧରେ ମୁସଲିମ ଲିଗ୍ର ପ୍ରତିକ୍ରିୟା କିପରି ପ୍ରକାଶ ପାଇଥିଲା, କେଉଁ ପରିସ୍ଥିତିରେ କ୍ଲିମେଣ୍ଟ ଅଟଲି ଭାରତର ସମ୍ଭାବ୍ୟ ସ୍ୱାଧୀନତା ସମ୍ପର୍କରେ ଘୋଷଣା କଲେ। ଏଇ ଟାଇପ୍ର କ୍ୱେଶ୍ଚିନ୍ ଯେଉଁ ରହିଛି ଆକୁ ମଧ୍ୟ କଭର୍ କରିକି ଯିବ। ନେକ୍ସଟକୁ ଯିବା। ଦେଖ ଉତ୍କଳ ସମ୍ମିଳନୀର 8ମ ଅଧିବେଶନ ଏଇଟା ଇମ୍ପୋର୍ଟାଣ୍ଟ ରହେ। ତାପରେ ପିଲେ ଦେଖ ସିହ୍ନା ପ୍ରସ୍ତାବ ଦେଖିପାରୁଛ, ସିହ୍ନା ପ୍ରସ୍ତାବ ବୁଝିପାରୁଛ। ସିହ୍ନା ପ୍ରସ୍ତାବ ସମ୍ପର୍କରେ ଏକ ସଂକ୍ଷିପ୍ତ ଟିପ୍ପଣୀ ଲେଖ, ଏଇଟା ମଧ୍ୟ ଇମ୍ପୋର୍ଟାଣ୍ଟ ରହିବ ଏ ବର୍ଷ ପାଇଁ। ନେକ୍ସଟକୁ ଯିବା। ଦେଖ ଏଇ ଲଙ୍ଗ କ୍ୱେଶ୍ଚିନ୍ ଯେଉଁ ରହିଛି, ପଟେଲ ଓ ମେନନ ପୂର୍ଣ୍ଣ ମିଶ୍ରଣ ସମ୍ପର୍କରେ କି ଯୁକ୍ତି ସ୍ଥାପନ କଲେ। ତାପରେ ଏଇଟା ପିଲେ ଦେଖ ମିଶ୍ରଣ ଚୁକ୍ତିର ସର୍ତ୍ତ ଗୁଡ଼ିକ କ'ଣ ଥିଲା। ପିଲେ ଏଇ ଟାଇପ୍ର କ୍ୱେଶ୍ଚିନ୍ ହିଁ ପରୀକ୍ଷାରେ ଆସେ ସବୁବେଳେ, ମୁଁ ତୁମକୁ କହୁଛି ବୁଝିହେଉଛି। ବେଶୀ କେତେରା ମେତେରା କ୍ୱେଶ୍ଚିନ୍ ଆସେନି, ଯେଉଁଗୁଡ଼ାକ ଡାଇରେକ୍ଟ କ୍ୱେଶ୍ଚିନ୍ ବୁଝିପାରୁଛଟି। ଏଇଟା ମଧ୍ୟ ଇମ୍ପୋର୍ଟାଣ୍ଟ ରହିବ 4 ମାର୍କ ପାଇଁ, ପଢ଼ିକି ଯିବ। ନେକ୍ସଟକୁ ଯିବା। ପିଲାମାନେ ପ୍ରଶ୍ନ ଦେଖ, କୃଷକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ କି ବ୍ୟବସ୍ଥା ଗ୍ରହଣ କରାଯାଇଛି, ଏଇଟା ଇମ୍ପୋର୍ଟାଣ୍ଟ ରହିବ। ତାପରେ ପିଲା ପ୍ରାକୃତିକ ବିପର୍ଯ୍ୟୟ ସମୟରେ କୃଷକମାନଙ୍କୁ କିପରି ଭାବରେ ସହାୟତା ପ୍ରଦାନ କରାଯାଏ, ଆକୁ ମଧ୍ୟ କ'ଣ କରିବ କଭର କରିକି ଯିବ। ଏଠି ପଢ଼େ ତକାଭି ଋଣ ଦିଆଯାଏ, ତକାଭି ଋଣ କ'ଣ ପିଲେ ପରୀକ୍ଷାରେ ପଢ଼େ। ଆଉ ଯେଉଁ ଷ୍ଟେଟ୍ ରିଲିଫ୍ କାର୍ଯ୍ୟକ୍ରମ କ'ଣ ଏରା ସବୁ ପଢ଼େ। ନେକ୍ସଟକୁ ଯିବା। ଦେଖ ସବୁଠାରୁ ହାଇଲାଇଟେଡ଼ ପ୍ରଶ୍ନ ହେଉଛି ଏଇଟା ପିଲେ, ଓଡ଼ିଶାର ଶିଳ୍ପର ବିକାଶ ପାଇଁ 1947ରୁ 1950 ମସିହା ପର୍ଯ୍ୟନ୍ତ କି ପଦକ୍ଷେପ ନିଆଗଲା। ଆଉ ସ୍ୱାଧୀନତା ପ୍ରାପ୍ତି ବେଳକୁ ଓଡ଼ିଶାର ଶିଳ୍ପର ବିକାଶ ପାଇଁ କି ପ୍ରତିବନ୍ଧକ ରହିଥିଲା ବୁଝିହେଉଛି। ଏରା ସବୁ ପଢ଼ିକି ତୁମମାନେ ଯିବ। ଠିକ୍ ଅଛି ପିଲାମାନେ, ରହୁଛି ଆଉ ଏକ ଭିଡ଼ିଓରେ ଭେଟ ହେବା। ସେଥିରେ ସମସ୍ତଙ୍କଠାରୁ ବିଦାୟ।